ବନ୍ଧୁଗଣ, ପ୍ରତ୍ୟେକ ବ୍ୟକ୍ତି ନିଜର ସୁନ୍ଦର ବଗିଚା କରିବାକୁ ଚାହିଁଥାନ୍ତି। ଅନେକ ପ୍ରକାରର ଗଛଲତାରେ ସଜାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ବାସ୍ତୁ ଅନୁଯାୟୀ ଅନେକ ଗଛ ଘର ପାଇଁ ଶୁଭ ଓ ଅଶୁଭ ହୋଇଥାଏ, ଯାହା ଘରକୁ ବିପଦ ଆଣିଥାଏ। ଆଉ କିଛି ଗଛ ଘରକୁ ଉନ୍ନତି ଆଣିଥାଏ ଓ ସବୁ ବିପଦରୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବୁ, ଯାହା ଘର ପାଇଁ ଶୁଭ ହୋଇଥାଏ, ଯାହା ଘରକୁ ଲକ୍ଷ୍ମୀଙ୍କୁ ଟାଣି ଆଣିଥାଏ ଏବଂ ଘରେ ଧନର ବର୍ଷା କରାଇଥାଏ। ତେବେ ପ୍ରଥମ ଗଛଟି ହେଉଛି ତୁଳସୀ ଗଛ। ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ଯେଉଁ ଘରେ ତୁଳସୀ ଗଛ ପୂଜା କରାଯାଏ, ସେହି ଘର ପ୍ରତି ମହାଦେବଙ୍କର କୃପା ଦୃଷ୍ଟି ରହିଥାଏ। ଏହା ସହ ଘରୁ ନେଗେଟିଭ୍ ଶକ୍ତି ଦୂରେଇ ରହିଥାଏ। ତୁଳସୀ ଗଛ ସର୍ବଦା ପୂର୍ବ ଈଶାନ୍ୟ କୋଣରେ ଲଗାଇବା ଉଚିତ। ଦ୍ୱିତୀୟ ଗଛଟି ହେଉଛି ବେଲଗଛ। ଭଗବାନ ଶିବଙ୍କର ବେଲଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଯେଉଁ ଘରେ ଏହି ଗଛ ରହିଥାଏ, ସେଠାରେ ଧନର ଦେବୀ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏହା ସହ ସବୁ ବିପଦ ଆପଦ ଦୂର ହୋଇଥାଏ। ତୃତୀୟ ଗଛଟି ହେଉଛି ଶମୀ ଗଛ। ଏହି ଗଛ ଘରେ ରହିବା ଶୁଭ ହୋଇଥାଏ। ଏହାକୁ ଘରର ମୁଖ୍ୟ ଦ୍ୱାରର ବାମ ପଟେ ଲଗାଇବା ଉଚିତ ହୋଇଥାଏ। ଏହି ଶମୀ ଗଛର ମୂଳରେ ସକାଳେ ସୋରିଷ ବା ରାଶି ତେଲର ଦୀପ ଲଗାଇଲେ ଶନିଙ୍କ କୋପରୁ ରକ୍ଷା ମିଳିଥାଏ। ତେବେ ଚତୁର୍ଥ ଗଛଟି ହେଉଛି ଅଶ୍ୱଗନ୍ଧା ଗଛ। ଏହି ଗଛ ଘରେ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ଜୀବନରେ ଶୁଭତା ବଢ଼ାଇଥାଏ ଏବଂ ଅଶୁଭତ୍ୱକୁ ନଷ୍ଟ କରିଥାଏ। ଏହା ଅତ୍ୟନ୍ତ ଲୋକପ୍ରିୟ ଓ ଔଷଧୀୟ ଗୁଣରେ ଭରପୁର ହୋଇଥାଏ। ଅନ୍ୟ ଏକ ଗଛ ହେଉଛି ଅଁଳା ଗଛ। ଏହି ଅଁଳା ଗଛ ଘରର ଉତ୍ତର ଓ ପୂର୍ବ ଦିଗରେ ଲଗାଇଲେ ଲାଭଦାୟକ ହୋଇଥାଏ। ଏହାକୁ ସର୍ବଦା ପୂଜା କରିଲେ ସବୁ ଇଚ୍ଛା ପୂରଣ ହେବା ସହ ପାପ ମୋଚନ ହୋଇଥାଏ। ଏହି ଗଛରେ ସବୁ ଦେବତା ବାସ କରିବାର ମାନ୍ୟତା ଅଛି। ତେଣୁ ଏହି ଗଛକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ଷଷ୍ଠ ଗଛଟି ହେଉଛି ଅଶୋକ ଗଛ। ମନୁଷ୍ୟର ଶୋକକୁ ଦୂର କରୁଥିବାରୁ ଏହି ଗଛର ନାମ ହେଇଛି ଅଶୋକ। ହିନ୍ଦୁ ଧର୍ମରେ ଅଶୋକ ଗଛକୁ ଲାଭକାରୀ ଓ ଶୁଭ ମନାଯାଏ। ଯେଉଁ ଘରେ ଏହି ଗଛ ଥାଏ, ସେଠାରେ ଧନ ସୁଖ ସମୃଦ୍ଧିର ବାସ ହୋଇଥାଏ ଏବଂ ସେହି ପରିବାରରେ କାହାର ଅକାଳ ମୃତ୍ୟୁ ହୁଏ ନାହିଁ। ସପ୍ତମ ଗଛଟି ହେଉଛି ଶ୍ୱେତ ଅରଖ ଗଛ ବା ଧଳା ଅରଖ ଗଛ। ଏହି ଗଛରେ ହଳଦୀ, ଅରୁଆ ଚାଉଳ, ଗଙ୍ଗା ଜଳରେ ପୂଜା କରିଲେ ଏହି ଗଛ ଯେତେ ବଢ଼ିବ, ସେହି ଘରେ ରହୁଥିବା ଲୋକଙ୍କୁ ସୁଖ ଶାନ୍ତି ସେତେ ଅଧିକ ମିଳିବ। ଯେଉଁ ଘରେ ଏହି ଗଛ ରହିଥାଏ, ସେଠାରେ ସର୍ବଦା ଉନ୍ନତି ହୋଇଥାଏ। ଏହି ଗଛ ଅତ୍ୟନ୍ତ ଶୁଭଙ୍କର ଅଟେ। ଅଷ୍ଟମ ଗଛଟି ହେଉଛି ମନ୍ଦାର ଗଛ। ଏହି ଗଛକୁ ଘରେ ଯେକୌଣସି ଜାଗାରେ ଲଗାଇ ପାରିବେ। ସୂର୍ଯ୍ୟ କିରଣ ପଡ଼ୁଥିବା ସ୍ଥାନରେ ଏହାକୁ ଲଗାଇବା ଉଚିତ। ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଆଖି ରୋଗ, ଅସ୍ଥି ରୋଗ ଦୂର ହୋଇ ନାମ ଖ୍ୟାତି ଇତ୍ୟାଦି ବଢ଼ିଥାଏ। ସମସ୍ତଙ୍କ ବାଡ଼ିରେ ମନ୍ଦାର ଗଛ ଲଗାଇବା ଉଚିତ। ବନ୍ଧୁଗଣ, ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରନ୍ତୁ। ମା ଲକ୍ଷ୍ମୀ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ମା ଲକ୍ଷ୍ମୀ। ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତେ ଖୁସିରେ ରୁହନ୍ତୁ। ଆପଣମାନେ ନିଜ ବାଡ଼ିରେ ଏହି ସବୁ ଗଛ ଲଗାନ୍ତୁ।
ଦେଖିବେ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ। ଜୟ ମା ଲକ୍ଷ୍ମୀ।